ମା ଆମେ ଆଲୋଚନା କରିବା ମାତୃ ରଚନାବଳୀ ଭାଗ 10 ଜ୍ଞାନ 319। ପ୍ରଭୁ ଲେଖୁଛନ୍ତି, କୌଣସି ଜ୍ୟୋତିଷ୍କର ଆଲୋକ ଯେପରି ସେହି ଜ୍ୟୋତିଷ୍କଟି ନିଭିଯିବାର ଶହ ଶହ ବର୍ଷ ପରେ ପୃଥିବୀରେ ଆସି ପହଞ୍ଚିଥାଏ, ସେହିପରି ଆରମ୍ଭରୁ ହିଁ ବ୍ରହ୍ମ ମଧ୍ୟରେ ପ୍ରତିଷ୍ଠିତ ହୋଇ ସାରିଥିବା ଏକ ଘଟଣା ଆମର ଭୌତିକ ଅନୁଭବ ମଧ୍ୟରେ ବର୍ତ୍ତମାନ ଆପଣାକୁ ବ୍ୟକ୍ତ କରିବାରେ ଲାଗିଛି। ଏଇଟା ଏଇଟା ଗୋଟେ ଆକ୍ଚୁଆଲି ଗୋଟେ ମିରାକଲ ଜିନିଷ ବା ଗୋଟେ ବଡ଼ କଥାଟିଏ। ତାକୁ ବହୁତ ସର୍ଟରେ ପ୍ରଭୁ ଲେଖୁଛନ୍ତି ଯେ କୌଣସି ଜ୍ୟୋତିଷ୍କର ଆଲୋକ, ଆମେ ଚିନ୍ତା କରନ୍ତୁ ଗୋଟେ ନକ୍ଷତ୍ର ଯିଏ ବହୁତ ଉପରେ ରହିଛି, ସିଏ ତାର ଆଲୋକ ଆମ ପୃଥିବୀ ପୃଷ୍ଠରେ ପହଞ୍ଚିବା ପାଇଁ କେତେ ଆଲୋକ ବର୍ଷ ଲାଗିଯାଉଛି। ହଁ, ଇଭିନ୍ ମାନେ ସୂର୍ଯ୍ୟଙ୍କର କିରଣ ପୃଥିବୀ ପୃଷ୍ଠରେ ପହଞ୍ଚିବା ପାଇଁ ପାଖାପାଖି 8 ମିନିଟ୍ 20 ସେକେଣ୍ଡ ଲାଗୁଛି ବୋଲି ବର୍ତ୍ତମାନ ସୁଦ୍ଧା ଯାହା ବୈଜ୍ଞାନିକ ମାନେ ଗଣନା କରି କହୁଛନ୍ତି। 8 ମିନିଟ୍ 20 ସେକେଣ୍ଡ। ଓକେ, ଆମଠାରୁ କେତେ କେତେ ଦୂରତାରେ ଯୋଉ ନକ୍ଷତ୍ର ଅଛନ୍ତି, ନକ୍ଷତ୍ର ପୁଞ୍ଜ ଅଛନ୍ତି, ଆଜି ଆମେ ଯାହାକୁ ଦେଖୁଛୁ, ଧରାଯାଉ ଆମେ କହିବା ମୁଁ ଠିକ୍ ମୋ ଘରର ଯୋଉ ମାଙ୍କ ପତାକା ମୁଁ ଲଗେଇଛି ଯୋଉ ଖୁଣ୍ଟି, ଠିକ୍ ସେଇ ଖୁଣ୍ଟି ସିଧାରେ ମୁଁ ଯେତେବେଳେ ଠିଆ ହେଲି, ସେ ଖୁଣ୍ଟି ସିଧାରେ ଯୋଉ ନକ୍ଷତ୍ରକୁ ଆଜି ଦେଖିଲି, ପ୍ରକୃତରେ ଆଜି ସେ ସେଠି ନାହିଁ। ଚିନ୍ତା ମାନେ ଏଇ ଭାବନା ବା ଏଇ ଯୋଉ ଗଣନା କେହି କେବେ ଚିନ୍ତା କରିନାହାନ୍ତି, କଳ୍ପନା ବି କରିନାହାନ୍ତି। ବର୍ତ୍ତମାନ ମୁହୂର୍ତ୍ତରେ ମୁଁ ଯୋଉ ଚାହିଁକି ଦେଖୁଛି, ଯୋଉ ନକ୍ଷତ୍ରଟି ଠିକ୍ ମୋ ସିଧାରେ ରହିଛି, ପ୍ରକୃତରେ ବର୍ତ୍ତମାନ ସିଏ ସେଇଠି ନାହିଁ। କାହିଁକି? ସିଏ ଯେତେବେଳେ ସେଇଠି ଥିଲା, ସେଉଠୁ ମୋ ପାଖକୁ ଆସି ଆଲୋକ ଆସୁଛି ନା, ଆସିଲା ବେଳକୁ କେତେ ଆଲୋକ ବର୍ଷ ଚାଲି ଯାଉଛି। ଇଏ ସୂର୍ଯ୍ୟଙ୍କର ହେଲେ 8 ମିନିଟ୍ 20 ସେକେଣ୍ଡ। ଇଭିନ୍ 8 ମିନିଟ୍ 20 ସେକେଣ୍ଡ ବି ହଉ, ତାମାନେ ବର୍ତ୍ତମାନ ଯୋଉ ଜାଗାରେ ମୁଁ ସୂର୍ଯ୍ୟଙ୍କୁ ଦେଖିଛି, ପ୍ରକୃତରେ ସେଇଠି ନାହାନ୍ତି। ସେ 8 ମିନିଟ୍ 20 ସେକେଣ୍ଡ ପୂର୍ବରୁ ସେଇଠି ଥିଲେ। ବର୍ତ୍ତମାନ ଇଭିନ୍ ଏବେ ଯୋଉ ଆମେ ଏଇ ଯୋଉ ଭିଡିଓରେ ମିଟିଂରେ ଆମେ କଥା ହଉଛନ୍ତି, ମୁଁ ଯୋଉ ମୁହୂର୍ତ୍ତରେ କହୁଛି, ଆପଣ ପାଖରେ ପହଞ୍ଚିବା ପାଇଁ କେତେ ସେକେଣ୍ଡ ଲେଟ୍ ହଉଛି। ତାମାନେ ଆପଣ ଯୋଉଟା ଶୁଣୁଛନ୍ତି ଏବେ ସାଙ୍ଗେ ସାଙ୍ଗେ, ସେଇଟା ମୁଁ ସେତିକି ସେକେଣ୍ଡ ପୂର୍ବରୁ କହିଥିଲି। ଏଇ ଯୋଉ ଗତି, ଏଇ ରହସ୍ୟଟି ଆମେ କେବେ କଳ୍ପନା କରୁନାହୁଁ। ତେଣୁ ଏଠି ପ୍ରଭୁ ସେଇ ଏକ୍ସାମ୍ପଲଟି ଦଉଛନ୍ତି, କହୁଛନ୍ତି ଯଦି ଗୋଟିଏ ଜ୍ୟୋତିଷ୍କର ଆଲୋକ ମୋ ପାଖରେ ପହଞ୍ଚିଲା ବେଳକୁ ଏପରି ବି ହେଇପାରେ ସେ ଜ୍ୟୋତିଷ ଆଉ ନାହିଁ। ବେଳେବେଳେ କେତେ କେତେ ନକ୍ଷତ୍ର କୁଆଡେ ଉଭାନ ହେଇଯାଉଛନ୍ତି, ନଷ୍ଟ ହେଇଯାଉଛନ୍ତି। ଯେପରି ଏଇ ଘଟଣା ଘଟୁଛି, ସେଇଭଳି ବ୍ରହ୍ମ ଯୋଉ ଭଗବାନ, ଯୋଉ ପରମେଶ୍ୱର, ଯୋଉ ପରମା ସଚ୍ଚିଦାନନ୍ଦ ପରମପ୍ରଭୁ ଯୋଉଟାକୁ ପରିପ୍ରକାଶ କରୁଛନ୍ତି, ସେ ଘଟଣା ଭୌତିକ ଜଗତରେ ପରିପ୍ରକାଶ ହବା ପାଇଁ ବା ବ୍ୟକ୍ତ ହବା ପାଇଁ କେତେ କେତେ ସମୟ ଲାଗିଯାଉଛି। କାଲି ଆମେ ସେ କଥା ହଉଥିଲେ ଯେ ସୂକ୍ଷ୍ମ ସ୍ତରରେ ଯୋଉ ଘଟଣା ଘଟେ, ସ୍ଥୂଳ ରୂପ ଗ୍ରହଣ କରିବା ପାଇଁ ତାକୁ କେତେ ସମୟ ଲାଗିଯାଏ। ମା ବର୍ଣ୍ଣନା କରୁଛନ୍ତି, ହଁ, ମାତ୍ର ଆମେ ଯେ ଏହି ଘଟଣାଟିର ଏକ ଅଂଶ ଗ୍ରହଣ କରିବା, ସେଇ ବିଷୟରେ ପରମ ବ୍ରହ୍ମଙ୍କର ଇଚ୍ଛା ସେଇ ଆଦି ମୁହୂର୍ତ୍ତଟିରୁ ହିଁ ସନ୍ନିବେଶିତ ହୋଇ ରହିଛି ଏବଂ ସେମାନଙ୍କର ସମ୍ବନ୍ଧଟି ମଧ୍ୟ ଠିକ୍ ସେହିପରି ରହିଛି। ତେଣୁ ଏକମାତ୍ର ମହତ୍ୱପୂର୍ଣ୍ଣ କଥା ହେଉଛି ଯେ ଆମେ ଆଉ ବ୍ୟକ୍ତିଗତ ଆବେଗ ଦ୍ୱାରା ପରିଚାଳିତ ହୋଇ ଆଉ କୌଣସି କାର୍ଯ୍ୟ କରିବା ନାହିଁ, ମାତ୍ର ବ୍ରହ୍ମଙ୍କ ଠାରୁ ପ୍ରାପ୍ତ ଆଦେଶ ଦ୍ୱାରା ପ୍ରେରିତ ହୋଇ ତାହା କରିବା। ଏଇ ଶେଷ ବାକ୍ୟଟି ଆମେ ମନେ ରଖିବା
ଏବଂ ସେଇ ଅନୁସାରେ ଆମେ ନିଜକୁ ପରିଚାଳିତ କରିବା। କ'ଣ କହିଲେ? ତେଣୁ ଏକମାତ୍ର ମହତ୍ୱପୂର୍ଣ୍ଣ କଥା ହେଉଛି ଯେ ଆମେ ଆଉ ବ୍ୟକ୍ତିଗତ ଆବେଗ ଦ୍ୱାରା ପରିଚାଳିତ ହୋଇ ଆଉ କୌଣସି କାର୍ଯ୍ୟ କରିବା ନାହିଁ। ଆମ ନିଜର ସ୍ପନ୍ଦନ, ନିଜର ଆବେଗ, ନିଜର ଯୋଉ ଭାବାବେଗ କୁହନ୍ତୁ, ମନର ଲଜିକ୍ କୁହନ୍ତୁ, ହୃଦୟର ଅନୁଭବ କୁହନ୍ତୁ, କିମ୍ବା ଉପଲବ୍ଧି ବି କୁହନ୍ତୁ, ଉପଲବ୍ଧି ବି କୁହନ୍ତୁ। ଦେଖନ୍ତୁ, ହୃଦୟର ଅନୁଭବ ଅଲଗା, ଉପଲବ୍ଧି ବି ଅଲଗା। ହୃଦୟର ଅନୁଭବ ହେଉଛି ବାହାରେ ଘଟଣା ଘଟିଛି, ତାକୁ ମୁଁ କେମିତି ରିସିଭ୍ କଲି। ଓକେ। ଆଉ ଉପଲବ୍ଧି ହେଉଛି ଘଟଣାଟା ଯାହା ମୁଁ ତାକୁ ସେଇଭଳି ଭାବରେ ଉପଲବ୍ଧି କଲି। ଇଏ ବି ତାହା ବି ବା ସେଟା ହେଉଛି ବ୍ୟକ୍ତିଗତ। କାହିଁକି ନା ସେଇ ସମାନ ଘଟଣା ଯୋଉ ଚେତନାରେ ମୁଁ ରହିଛି, ମତେ ଯୋଉ ଉପଲବ୍ଧି ହେଲା, ଯେତେବେଳେ ଚେତନାର ଊର୍ଦ୍ଧ୍ୱକୁ ମୁଁ ଆରୋହଣ କରିବି, ସେଇ ଘଟଣାଟି ମତେ ଅନ୍ୟ ପ୍ରକାରରେ ଉପଲବ୍ଧି ହବ। ତେଣୁ ଏଇଭଳିଆ ଅନେକ ଜିନିଷ ଗଭୀରତର ଅର୍ଥରେ ବି ରହିଛି। ବର୍ତ୍ତମାନ ପୁରା ସାଧାରଣ ସ୍ତରରେ ଦେଖିବା। ସାଧାରଣ ସ୍ତରରେ ଦେଖିଲା ବେଳେ ଆମେ ସାଧାରଣତଃ ବ୍ୟକ୍ତିଗତ ଆବେଗ ଦ୍ୱାରା ପରିଚାଳିତ ହେଉଥାଉ। ନିଜର ଜ୍ଞାନ, ନିଜର ଯୋଉ ତଥାକଥିତ ଅନୁଭବ, ତାକୁ ନେଇକିରି ଆମେ ଭାବୁ ସର୍ବସ୍ୱ ବୋଲି ମନେ କରି ଆମେ ସବୁ କାର୍ଯ୍ୟ ଗୁଡ଼ାକ କରୁ। ଏଠି କିନ୍ତୁ ସ୍ପଷ୍ଟ ଭାବେ ମା ମନା କରୁଛନ୍ତି, ତୁମେ ବ୍ୟକ୍ତିଗତ ଆବେଗ ଦ୍ୱାରା ଆଉ ପରିଚାଳିତ ହେଇ କୌଣସି କାର୍ଯ୍ୟ କରିବ ନାହିଁ, ଯଦି ତୁମେ ସାଧନା କରିବା ପାଇଁ ଇଚ୍ଛା କରିଛ। କେମିତି କରିବ ନା ବ୍ରହ୍ମଙ୍କ ଠାରୁ ପ୍ରାପ୍ତ ଆଦେଶ ଦ୍ୱାରା ପ୍ରେରିତ ହୋଇ ତାହା କରିବା। ଇଏ ହେଉଛି ମହତ୍ୱପୂର୍ଣ୍ଣ କଥା। ତେଣୁ ଆମେ ସମସ୍ତେ ମାଙ୍କୁ ପ୍ରାର୍ଥନା କରିବା, ଯେପରି ସେଇ ବ୍ରହ୍ମଙ୍କର ଆଦେଶକୁ ମୁଁ ଜାଣିପାରେ ଏବଂ କାର୍ଯ୍ୟରେ ପରିଣତ କରିପାରେ। ତୃତୀୟ କଥା ହେଉଛି ତାକୁ ଅବିକୃତ ଭାବରେ ଯେପରି କାର୍ଯ୍ୟରେ ପରିଣତ କରେ, ସେଇ ପ୍ରାର୍ଥନାଟି କରିବି ଅବିକୃତ ଭାବରେ। କାରଣ ସାଧାରଣତଃ ମନ ପ୍ରାଣ ଶରୀର ଆମର ଯୋଉ ଘଟଣାଟି ତା ପାଖକୁ ଆସେ, ସିଏ ତା ଛାଞ୍ଚରେ ପକେଇବାକୁ ଚେଷ୍ଟା କରେ ସବୁବେଳେ। ଆପଣ ସିଧା କଥା ଦେଖୁନାହାନ୍ତି, ମୋର ରୁଚି ରହିଛି ଧରାଯାଉ ଲାଇଟ୍ କଲର, ମୋର ରୁଚି, କିମ୍ବା ମୋର ରୁଚି ରହୁଛି ଟିକେ ବ୍ଲୁଇସ୍ କଲର। ତେବେ ବ୍ଲୁଇସ୍ କଲରର ପୋଷାକ ଯଦି କିଏ ପିନ୍ଧୁଛି, ବଢିଆ ଦେଖାଯାଉଛି ଡ୍ରେସଟା। ଯଦି ମୋର ଅପସନ୍ଦ ଜିନିଷଟି ଯୋଉଟା ରହିଛି ଯଦି କିଏ ପିନ୍ଧିଦେଲା, ଏଭଳିଆ ଡ୍ରେସ୍ ସବୁ ପିନ୍ଧନ୍ତି, କ'ଣ ସେ ଦେଖାଯାଉଛି। କିନ୍ତୁ ସେଇଟା ଯେ ସୁନ୍ଦର, ସେଇଟା ମୋର ଡିକ୍ସନାରୀରେ ନାହିଁ ବୋଲି ମୁଁ ତାକୁ ଗ୍ରହଣ କରେ ନାହିଁ। ତାହା ହେଉଛି ବ୍ୟକ୍ତିଗତ ଆବେଗ ଦ୍ୱାରା ପରିଚାଳିତ ଆପଣ କରୁଛନ୍ତି। ଏଇଟା ସାଧାରଣ ସ୍ତରରେ ଏଭଳି ପ୍ରକାର କରୁଛନ୍ତି। ଇଭିନ୍ ଭଗବାନଙ୍କୁ ଜାଣିବା, ଯେପରି ବର୍ତ୍ତମାନ ଆପଣ ଦେଖନ୍ତୁ ଭିନ୍ନ ଭିନ୍ନ ସମ୍ପ୍ରଦାୟ ଭିତରେ ଯୋଉ ବର୍ତ୍ତମାନ ଆତଙ୍କବାଦୀ ଚାଲିଛି, ଏବଂ ଏବେ ମଝିରେ ବାହାରିଲା ସର୍ତ୍ତନ ସେ ଯୋଦ୍ଧା, ଏପଟରେ ବାହାରିଲା ଯେ ଭିନ୍ନ ଭିନ୍ନ ଜାଗାରେ ସବୁ ଗଣ୍ଡଗୋଳ କରୁଛନ୍ତି ଭିନ୍ନ ଭିନ୍ନ କଥାରେ। ଇଏ ସାହି ସେ ସାହି, ଆମ ଗଣେଶ ତମ ଗଣେଶ, ଆମ ଦୁର୍ଗା ତମ ଦୁର୍ଗା, ଆମ ଧର୍ମ ତମ ଧର୍ମ, ଆମ କଥା ତମ କଥା, ଏଇ ପ୍ରକାରର ବି ଯୋଉ ଆମେ ଦ୍ୱନ୍ଦ୍ୱରେ ରହୁଛନ୍ତି, ତାହା ହେଉଛି ଯେତେବେଳେ ଆମେ ବ୍ୟକ୍ତିଗତ ଆବେଗ ଦ୍ୱାରା ପରିଚାଳିତ ହୋଇଥାଉ, ସେତେବେଳେ ଏହି ପ୍ରକାରର ସ୍ପନ୍ଦନ ଆମ ଭିତରେ ଆସେ। ସବୁ କ୍ଷେତ୍ରରୁ, ଛୋଟ କ୍ଷେତ୍ରରୁ ଆରମ୍ଭ କରି ଏଇ ଯୋଉ ଚତୁଃପାର୍ଶ୍ୱରେ ଯେତେ ଗୁଡ଼ା କ୍ଷେତ୍ର ରହୁଛି, ସବୁ କ୍ଷେତ୍ରରେ ଆମେ ବ୍ୟକ୍ତିଗତ ଆବେଗ ଦ୍ୱାରା ନ ହୋଇ ତାକୁ ବ୍ରହ୍ମଙ୍କ ଦ୍ୱାରା କ'ଣ ଆଦେଶ ଆସୁଛି ତାକୁ ଶୁଣିବା ପାଇଁ ନିଜକୁ ପ୍ରସ୍ତୁତ କରି ରଖିବା। ମା ଏତିକି ଭିତରେ କାହାର କିଛି? ନା, ମୋର କିଛି ନାହିଁ। ଜ୍ଞାନ 320। ପ୍ରଭୁ କହୁଛନ୍ତି ସରକାର, ନାନା ସମିତି, ରାଜା, ପୋଲିସ, ବିଚାରକ, ଅନୁଷ୍ଠାନ, ଗିର୍ଜା, ଆଇନ କାନୁନ, ରୀତି ଓ ସେନାବାହିନୀ
एगुड़िक गोटे गोटे अस्थायी आवश्यकता रूपे ही मात्र केतोटी शताब्दी समष्टि धरी आम उपरे लदा होई रहिछि। कारण परमेश्वर आमठारू आपणार मुख को गोपन करी रखिछन्ते। से जेतेबेले आपणार सत्य और सौंदर्य सहित आम आगरे ताहार पुनः आविर्भाव घटिब, सेतेबेले सेही आलोक मध्यरे सेमाने समस्ते कुआडे अंतरित होई चली जिवे। देखत एठी आमे सेही पुराना कथाटी को आउ टिके दोहरेइकरी आगु जिबा। गोटे छोटिया बीज भितरे संपूर्ण वृक्षर संभावना निहित ही रही है। केवल लुकायित होकर रही न थाए, सब सामर्थ्य सहित निहित होकर रही है। ताहा परिप्रकाश हेबा पई आवश्यक करे। जहा जहा परिस्थिति परिवेश पाइला परे ताहा परिप्रकाश हुए। तेणु सम जे सच्चिदानंद परम ब्रह्म, जे सबु शक्तिर उत्स, सबु सौंदर्यर जे पिंड, सबु शक्ति सौंदर्य आलोक जहा 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 सबु सामर्थ्यर से होचंती उत्स। सी निजको निवर्तित करिसंती पूरा निश्चिन्न निश्चेतना र गह्वर मध्यरे जाउचंती, जे कि तांको ठारू ठीक पूरा भावरे विपरीत। एवं ता सेउठू जेमती बीजरू परिप्रकाश हो जाउची, तेणु सेउठू धीरे 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 रिवील ही परिप्रकाश हो जाउची। जेते परिप्रकाश हो जाउची, तेणु आमर जो सीमाटी रही अल्प जेत परिप्रकाश होती, सेतबेले आमे परम को बुझीबा पई समर्थ होई पारु नाही। तेणु से समय आमको आम पाखरे जड़े गाइड बा परिचालक सहायक आम पाखरे रही आम कौन करछंती दिग दिग बा दिशा आमको देखाउछंती। सेई दिशा देखेबा भितरे ये सब जिनस सृष्टि होइछि। आम पाखरे अवतार आसियंती, तांको कार्य को लगे रखिबा पई आचार्य विभूति मुनि ऋषि, तापरे व्यक्ति केन्द्रिक जेतବେଳେ आम समाज भितर आसुचंती, सेतବେଳେ आमर नेता आमर जने किए दायित्व बहन करुथुवा आमर आमे जो कहूचु लीडर, एवं तापरे कौन होउची आमको सुरक्षा देबा पई गोटे समिति आमे गढ़ुचंती, अनुष्ठान टे गढ़ुचंती, जो अनुष्ठान रे आमे समस्ते संघबद्ध भावरे संगठन टे करुचंती। एही बळी भावरे आईन कानून समाज रे परिचालित हवा पई, ताको आमको ठीक भूल रो संज्ञा देबा पई, विचार धारा सुरक्षा देबा पई सेना बाहिनी एही बळी धीरे 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 गोटे 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 करी भिन्न भिन्न अनुष्ठान गढ़ी उठिछि। से अनुष्ठान रो आवश्यकता केतेबेल पर्यंत रहिछि ना, जेतेबेल पर्यंत आमे सुशृंखलित एवं अग्रगति दिगरे अभिमुखी अग्रगति दिगरे जो जो कार्य गुड़ाक मते अभिमुखी करिवो, ताकू जे पर्यंत मु ग्रहण करि न पारिछि से पर्यंत ये अनुष्ठान रो आवश्यकता रहिछि। से गोटे कहानीटी घटनाटी मन पकेबा। मन करा जो आपणको जो अंचल रे आपण रहउचंती परिवेश एते सुंदर, कौनसी प्रकार प्रदूषण नहीं, एवं समस्ते माने सुशृंखलित भावरे सबु दृष्टिकोण रू माने निजर स्वास्थ्य दृष्टि रू एवं समाजर भिन्न भिन्न रीति एवं भिन्न भिन्न नियम सबु दृष्टि रू यदि श्रृंखलित हो रही, तेबे आपणको पाखरे आउ आवश्यक हब कि गोटे वकीलर, आवश्यक हब कि डाक्तरंकर, आवश्यक हब नहीं। यही सब गोटे 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 जो जो अनुष्ठान रही, आमे जे पर्यंत चेतनार
ପାବଚ୍ଛରେ ଊର୍ଦ୍ଧ୍ୱକୁ ଉଠି ନାହୁଁ, ପରମଙ୍କ ସହିତ ଏକତ୍ୱ ହେଇ ପରମଙ୍କୁ ପୂର୍ଣ୍ଣ ଭାବରେ ଅବିକୃତ ଭାବରେ ପରିପ୍ରକାଶ କରିପାରି ନାହୁଁ, ସେ ପର୍ଯ୍ୟନ୍ତ ଏସବୁ ଅନୁଷ୍ଠାନର ଆବଶ୍ୟକତା ରହିଛି। ବେଳେବେଳେ ଅନେକ ପ୍ରଶ୍ନ କରନ୍ତି, ଯେମିତି ଆମେ ପୂର୍ବରୁ କଥା ହେଉଥିଲେ ଯେ ହିଟଲର କାହିଁକି ଆସିଥିଲା, ତାର କ'ଣ ଆବଶ୍ୟକତା ଥିଲା, ଇଂରେଜ ଭାରତ ବର୍ଷରେ ଶାସନ କରିବାର ଆବଶ୍ୟକତା ଥିଲା କି ନାହିଁ, ଏହି ପ୍ରକାର ଯେତେକ ବିରୋଧୀ ଚର୍ଚ୍ଚା ବି ରହିଛି, ତାର ବି କାହିଁକି ଆବଶ୍ୟକତା ରହିଛି। ନିମ୍ନ ଚେତନାରେ ଥିବା ବ୍ୟକ୍ତି ସୁସଂଗଠିତ ହେବା ପାଇଁ ବେଳେ ବେଳେ ବିରୋଧୀ ଶକ୍ତିର ଆକ୍ରମଣ ବି ଆବଶ୍ୟକ ହୋଇପଡ଼େ। ତେଣୁ ସେମିତି ଏଇ ଯେଉଁ ଅନୁଷ୍ଠାନ ଯାହା ଯାହା ରହିଛି ସେ ସେତିକି ବେଳେ ଅନ୍ତର୍ହିତ ହେଇଯିବ ଯେତେବେଳେ ଆମେ ପୂର୍ଣ୍ଣ ସତ୍ୟର ଯେଉଁ ଆଲୋକର ଦ୍ୱାରା ସିଧାସଳଖ ପରିଚାଳିତ ହେବା, ସେତେବେଳେ ଏସବୁ କୁଆଡ଼େ ଅନ୍ତର୍ହିତ ହେଇଯିବ। କାରଣ ସେ ଲେଖୁଛନ୍ତି, କାବ୍ୟିକ ଭାବରେ କେତେ ସୁନ୍ଦର ଭାବରେ ଲେଖୁଛନ୍ତି, କାରଣ ପରମେଶ୍ୱର ଆମଠାରୁ ଆପଣାର ମୁଖକୁ ଗୋପନ କରି ରଖିଛନ୍ତି। ଯେତେବେଳେ ଆପଣାର ସତ୍ୟ ଓ ସୌନ୍ଦର୍ଯ୍ୟ ସହିତ ଆମ ଆଗରେ ତାହାର ପୁନଃ ଆବିର୍ଭାବ, ଯେତେବେଳେ ଆପଣାର ସତ୍ୟ ଓ ସୌନ୍ଦର୍ଯ୍ୟ ସହିତ ଆମ ଆଗରେ ତାହାର ପୁନଃ ଆବିର୍ଭାବ ଘଟିବ, ସେତେବେଳେ ସେଇ ଆଲୋକ ମଧ୍ୟରେ ସେମାନେ ସମସ୍ତେ କୁଆଡ଼େ ଅନ୍ତରିତ ହୋଇ ଚାଲିଯିବେ। ଜ୍ଞାନ 321। ପ୍ରଥମରେ ଯେପରି ଥିଲା, ସବା ଶେଷରେ ମଧ୍ୟ ମନୁଷ୍ୟର ଯଥାର୍ଥ ଦିବ୍ୟ ବ୍ୟବସ୍ଥା ରୂପେ ସେହି ନୈରାଜ୍ୟ ହିଁ ରହିଛି, ମାତ୍ର ମଝିରେ ଏହା ଆମକୁ ସିଧା ଶୈତାନ ନିକଟକୁ ଏବଂ ତାହାର ରାଜ୍ୟ ଭିତରକୁ ମଧ୍ୟ ପରିଚାଳିତ କରି ନେଇଯିବ। ଇଏ ହେଉଛି ଆମ ପାଇଁ ଏକ ସତର୍କବାଣୀ। ପ୍ରଥମରେ ଯେପରି ଥିଲା, ସବା ଶେଷରେ ମଧ୍ୟ ମନୁଷ୍ୟର ଯଥାର୍ଥ ଦିବ୍ୟ ବ୍ୟବସ୍ଥା ରୂପେ ସେହି ନୈରାଜ୍ୟ ହିଁ ରହିଛି, ମାତ୍ର ମଝିରେ ଏହା ଆମକୁ ସିଧା ଶୈତାନ ନିକଟକୁ ଏବଂ ତାହାର ରାଜ୍ୟ ଭିତରକୁ ମଧ୍ୟ ପରିଚାଳିତ କରି ନେଇଯିବ। ବିଜୟ ମାନେ ଚରମ ବିଜୟ ସୁନିଶ୍ଚିତ, କିନ୍ତୁ ମଝିରେ ଆମକୁ ଯେହେତୁ ସ୍ୱାଧୀନତା ଦିଆଯାଇଛି, ତେଣୁ ଆମେ ଯଦି ଭୁଲ ଦିଗଟି ବାଛି ନେଉ, ତେବେ ସେଇ ଦିଗରେ ଆମେ ଚାଲିଯାଉ, ପୁଣି ବିଜୟ ପ୍ରାପ୍ତ କରିବା ପାଇଁ କି ଅନେକ ବର୍ଷ ଲାଗିଯାଇପାରେ, ଶତାବ୍ଦୀ ଧରି ଲାଗିଯାଇପାରେ। ବିଜୟ ସୁନିଶ୍ଚିତ, କିନ୍ତୁ ବାଟରେ କ'ଣ ହେବ, ଆପଣ ଲେଟ୍ କରିପାରନ୍ତି। ରହି ରହିକା ଗାଡ଼ି ଯିବ ଆଉ କ'ଣ ଅଛି, କିନ୍ତୁ ପହଞ୍ଚିବ, ଗାଡ଼ି ପହଞ୍ଚିବ। ମା କହୁଛନ୍ତି, ନୈରାଜ୍ୟବାଦୀ ବ୍ୟବସ୍ଥା ହେଉଛି ପ୍ରତ୍ୟେକ ବ୍ୟକ୍ତିର ଆତ୍ମଶାସନ ମୂଳକ ବ୍ୟବସ୍ଥା, ଯୋଉଠି ରାଜ୍ୟ ନଥିବ। ଆମର ଏଠି ଯୋଉ ତା ପୂର୍ବରୁ ଯେହେତୁ ଆଲୋଚନାଟା ଥିଲା ରାଜ୍ୟ ବିଷୟ ନେଇକିରି, ତେଣୁ ଏଠି ନୈରାଜ୍ୟବାଦ କଥା ଉଠିଲା। ନୈରାଜ୍ୟ ମାନେ ଯୋଉଠି ରାଜ୍ୟ ନାହିଁ, ତାମାନେ ଏଇ ପ୍ରକାର କୌଣସି ନିୟମ ନାହିଁ, ଶୃଙ୍ଖଳା ନାହିଁ। ଏଇଟା କେତେବେଳେ ହେଇପାରିବ ନା, ଯେତେବେଳେ ବ୍ୟକ୍ତି ଆତ୍ମାର ଦ୍ୱାରା ଶାସନରେ ଶାସିତ ହେଉଥିବ, ସେତେବେଳେ ଏଇ ନୈରାଜ୍ୟବାଦ ରହିବ ହିଁ ରହିବ, ଆଉ ରାଜ୍ୟ ରହିବ ନାହିଁ। ଯେତେବେଳେ ପ୍ରତ୍ୟେକ ବ୍ୟକ୍ତି, ମା ଲେଖୁଛନ୍ତି, ଯେତେବେଳେ ପ୍ରତ୍ୟେକ ବ୍ୟକ୍ତି ଅନ୍ତରସ୍ଥ ଦିବ୍ୟ ପରମ ସତ୍ତାଙ୍କ ବିଷୟରେ ସଚେତନ ହେବ ଏବଂ କେବଳ ତାଙ୍କରି ବୋଲ ହିଁ ମାନିବ, ସେତିକି ବେଳେ ଯାଇ ତାହା ଏକ ଦୋଷମୁକ୍ତ ଶାସନ ଧାରା ରୂପେ ପ୍ରତିଷ୍ଠିତ ହୋଇପାରିବ। ଆଉ ଥରେ ପଢୁଛି, ଯେତେବେଳେ ପ୍ରତ୍ୟେକ ବ୍ୟକ୍ତି ଅନ୍ତରସ୍ଥ ଦିବ୍ୟ ପରମ ସତ୍ତାଙ୍କ ବିଷୟରେ ସଚେତନ ହେବ ଏବଂ କେବଳ ତାଙ୍କରି ବୋଲ ହିଁ ମାନିବ, ସେତିକି ବେଳେ ଯାଇ ତାହା ଏକ ଦୋଷମୁକ୍ତ ଶାସନ ଧାରା ରୂପେ ପ୍ରତିଷ୍ଠିତ ହୋଇପାରିବ। ତା ପୂର୍ବ ପର୍ଯ୍ୟନ୍ତ ଆମକୁ ଶୃଙ୍ଖଳା ମାନିବାକୁ ବାଧ୍ୟ। ସେଇଥିପାଇଁ ଯେଉଁମାନେ ଦେଖିବେ ଶୃଙ୍ଖଳାକୁ ବିରୋଧ କରନ୍ତି, ଆପଣ ଜାଣିବେ ସେମାନେ ବିରୋଧୀ ଶକ୍ତି ଦ୍ୱାରା ପରିଚାଳିତ ହେଉଛନ୍ତି। ଶୃଙ୍ଖଳିତ ହେବା, ଆତ୍ମା ଶାସନ ଦ୍ୱାରା ଶୃଙ୍ଖଳିତ ହେବା, ଏ ଦୁଇଟା ଭିତରେ ହେଲ୍ ଆଣ୍ଡ ହେଭେନ୍ ଫରେଭର୍। ଠିକ୍ ଅଛି, ଯେ ପର୍ଯ୍ୟନ୍ତ ଆତ୍ମା ଦ୍ୱାରା ପରିଚାଳିତ ଆମେ ହେଇନାହାନ୍ତି, ସେତେବେଳେ ଆମକୁ ଶୃଙ୍ଖଳା ଭିତରେ ରହିବାକୁ ପଡ଼ିବ, ନଚେତ୍ କ'ଣ ହେବ, ଆମେ ପଥଭ୍ରଷ୍ଟ ହେଇଯିବା। ଦିବ୍ୟ ପରମ ସତ୍ତାଙ୍କ ବିଷୟରେ ଯଦି ଆମେ ସଚେତନ ହେଇଗଲେ, କେବଳ ତାଙ୍କରି ହିଁ ବୋଲ ମାନିବା, ଆଉ କାହାର ନୁହଁ। ଆମେ କ'ଣ ହୁଏ, ଯେଉଁ ବ୍ୟକ୍ତି କୈନ୍ଦ୍ରିକ ବା ବ୍ୟକ୍ତି ଦ୍ୱାରା ଆମେ ପରିଚାଳିତ ହଉ ଯଦି ହବା, ତାହେଲେ କ'ଣ ହବ, ତାର ଦୁର୍ବଳତା ଆମର ହେଇଯିବ ଦୁର୍ବଳତା,
ଏବଂ ତାର ସାମର୍ଥ୍ୟ ଆମର ସାମର୍ଥ୍ୟ ଯେମିତି ହୁଏ, ଦୁର୍ବଳତା ସେମିତି ଆମର ଦୁର୍ବଳତା ହେଇଯାଏ। ତାକୁ ଯୋଉଟା ଖରାପ ଲାଗୁଥିବ ମତେ ସେଇଟା ଖରାପ ଲାଗିବ, ତାକୁ ଯୋଉଟା ଭଲ ଲାଗିବ ମତେ ସେଇଟା ଭଲ ଲାଗିବ। ଆ ଦ୍ୱାରା କ'ଣ ହବ, ଆମେ ପରମଙ୍କ ଦ୍ୱାରା ପରିଚାଳିତ ହେଇପାରିବା ନାହିଁ। ସେଇଥିପାଇଁ ଆମେ ଯାହାକୁ ଆଦର୍ଶ ବୋଲି ବି କିଛି ମାତ୍ରାରେ ମନେ କରୁଛୁ, ପ୍ରଭୁ ମା ଶ୍ରୀଙ୍କ ପୂର୍ଣ୍ଣ ଯୁଗରେ ସେଇଥିପାଇଁ ଦ୍ୱିତୀୟ ଗୁରୁ ପଦ ଉଠେଇ ଦେଇଛନ୍ତି। ଦ୍ୱିତୀୟ ଗୁରୁ କେହି ନାହାନ୍ତି। ସିଧାସଳଖ ତମେ ପରମଙ୍କ ଦ୍ୱାରା ବା ମାଙ୍କ ଦ୍ୱାରା ପରିଚାଳିତ ହବ। ଅନ୍ୟମାନେ କେବଳ ହଉଛନ୍ତି କ'ଣ, ହେଲ୍ପର, ସହାୟକ, ଗାଇଡ, ଫାସିଲିଟେଟର, ପରିଚାଳକ କେବଳ। ସିଏ ତୁମକୁ କହିବେ। ଆମେ ଯେତେବେଳେ ଯୋଉ କଥାଟି ଶୁଣୁଛନ୍ତି, ବର୍ତ୍ତମାନ ଆମେ ଏଇଟା ଶୁଣୁଛନ୍ତି, ଏଇଟା ବି ଯାଇକି ମାଙ୍କ ପାଖରେ ନିବେଦନ କରିବା ଯେ ମା ଆଜି ପାଚକରେ ଏହା ଶୁଣିଲି, ତେବେ ଯାହା ମୋର ଅଗ୍ରଗତି ପାଇଁ ଆବଶ୍ୟକ ତାହା ମୋର ପ୍ରତ୍ୟେକ କୋଷ, ପ୍ରତ୍ୟେକ ରକ୍ତ ବିନ୍ଦୁରେ ତାହା ରଞ୍ଜିତ ହେଇକି ରହୁ। ଯାହା ତୁମଠାରୁ ମୋତେ ଭିନ୍ନ କରିବ, ତୁମଠାରୁ ମୋତେ ପୃଥକ୍ତ୍ୱ ଆଣିବ ଦବ, ଯାହା ମୋର ଅହଙ୍କାରକୁ ପରିପୋଷିତ କରିବ, ଯୋଉଟା ତୁମଠାରୁ ପୃଥକତ୍ୱ ବୋଧ କରିବ ତାଠୁ ମୋତେ ଦୂରେଇ ରଖ, ଯାହା ମୋତେ ଅହଙ୍କାର ପରିପୋଷିତ କରିବ ତାଠାରୁ ମୋତେ ଦୂରେଇ ଦିଅ। କାରଣ ମୁଁ ଯେତେ ଅହଙ୍କାର ପରିପୋଷିତ ହଉଛି ତାହେଲେ ତୁମଠାରୁ ଦୂରେଇ ଯାଉଛି। ତେଣୁ ଏ ପ୍ରକାରର ସଂକଳ୍ପ ନିଜେ ରଖିବା, କେବଳ ତାଙ୍କର ବୋଲ ହିଁ ମାନିବା। ତାହେଲେ କ'ଣ ହବ, ଏକ ଦୋଷ ମୁକ୍ତ ଶାସନ ଧାରା ପ୍ରତିଷ୍ଠିତ ହୋଇପାରିବ। ମା ମା, thank you all, Robert.